ଶୀତ ଦିନରେ କୁହୁଡ଼ିକୁ ନେଇ ବଡ଼ ସମସ୍ୟା ଦେଖାଯାଏ। ଏବେ ଦେଶରେ ପ୍ରାୟ ସମସ୍ତ ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ କୁହୁଡ଼ି ଏକ ପ୍ରମୁଖ ସମସ୍ୟା ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ପ୍ରତିଦିନ ବୁଲେଟିନ୍ ଜାରି କରାଯାଇ ସତର୍କ କରାଯାଇଛି। ତେବେ ଚଳିତ ସପ୍ତାହରେ ପାଗ କିଭଳି ରହିବ ଜାଣନ୍ତୁ। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଅନେକ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। ଦୃଶ୍ୟମାନ କ୍ଷମତା 0ରୁ 50 ମିଟର ପର୍ଯ୍ୟନ୍ତ ହିଁ ରହିବ। ଏହାପରେ ରାସ୍ତାଘାଟ ଦେଖିବା ମୁସ୍କିଲ ହେବ। ସେହିଭଳି କିଛି ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ, ଯାହାକୁ ନେଇ ସତର୍କ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ନିର୍ଦ୍ଦେଶ। ଓଡ଼ିଶାରେ ବର୍ଷା ସମ୍ଭାବନା ନଥିବା ବେଳେ ଗୋଟାଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହୋଇପାରେ। ପୂର୍ବ ଭଳି ଶୀତ ଲହରୀ ଜାରି ରହିବ। ଆସନ୍ତା 48 ଘଣ୍ଟା ପାଇଁ 7ଟି ଜିଲ୍ଲାରେ ଥଣ୍ଡା ପବନ ରହିବା ନେଇ ସତର୍କ କରିଛି ପାଣିପାଗ ବିଭାଗ। ସେହିଭଳି ଦେଶର କିଛି ଜିଲ୍ଲାରେ ଜାନୁଆରୀ 16 ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖିବାକୁ ମିଳିବ। ପରେ ଜାନୁଆରୀ 17ରୁ 19 ତାରିଖ ମଧ୍ୟରେ 17ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗ। ବର୍ଷା ସମ୍ଭାବନା ଥିବାରୁ ଶୀତର ପ୍ରକୋପ ମଧ୍ୟ ବଢ଼ିବ। ଅଧିକାଂଶ ସ୍ଥାନରେ ତାପମାତ୍ରା 7 ଡିଗ୍ରୀରୁ 21 ଡିଗ୍ରୀ ମଧ୍ୟରେ ରହିବା ନେଇ ବୁଲେଟିନରେ କହିଛନ୍ତି ଭାରତୀୟ ପାଣିପାଗ ବିଭାଗ। ଜାନୁଆରୀ 19 ତାରିଖ ଯାଏଁ ଦେଶର ଅଧିକାଂଶ ସ୍ଥାନରେ ପାଗ ସଫା ରହିବ। କିଛି ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା ସହିତ ପାଗ କୋହଲା ରହିବ ଏବଂ ଶୀତ ଅନୁଭୂତ ହେବ।